ଏଥରର ସାଧାରଣତନ୍ତ୍ର ଦିବସରେ 17ଟି ରାଜ୍ୟର ପ୍ରଜ୍ଞାପନ ମେଢ଼ ସହ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଧ୍ୟ ସ୍ଥାନ ପାଇବ। ସେହି ପ୍ରଜ୍ଞାପନ ମେଢ଼କୁ ଏଥର ଡିଜାଇନ୍ କରିଛନ୍ତି ବିଶିଷ୍ଟ କଳାଶିଳ୍ପୀ କୀର୍ତ୍ତିଚନ୍ଦ୍ର ମହାରଣା। ତାଙ୍କ ସହିତ ଅଧିକ ଆଲୋଚନା କରିବ ଏଥର ଡିଜାଇନ୍ କ'ଣ ରହିଛି। ଯେହେତୁ ବିକଶିତ ଭାରତ ବିକଶିତ ଓଡ଼ିଶାର କଥା କହିବ ଏହି ପ୍ରଜ୍ଞାପନ ମେଢ଼। ସେଥିରେ ଅନେକ କଥା ସ୍ଥାନ ପାଇଛି। ଓଡ଼ିଶା ସଂସ୍କୃତି କଳା ଐତିହ୍ୟ ସହିତ ଏ ଯେଉଁ ବିକାଶର କଥା ବହନ କରିବ ଏ ପ୍ରଜ୍ଞାପନ ମେଢ଼। ସେ ସମ୍ପର୍କରେ ଅଧିକ ଆଲୋଚନା କରିବା। କୀର୍ତ୍ତି ବାବୁ ଅନେକ ଅନେକ ଶୁଭେଚ୍ଛା। 2024ରେ ସ୍ଥାନ ପାଇଥିଲେ, ପ୍ରଥମ ସ୍ଥାନ ଅଧିକାର କରିଥିଲେ ଆପଣଙ୍କ ଡିଜାଇନ୍ ଥିଲା। 25ରେ ଆମେ ସ୍ଥାନ ପାଇନଥିଲେ, ପୁଣି 26ରେ ଆମେ ସ୍ଥାନ ପାଇଛେ। ଦେଖ ଏ ଡିଜାଇନଟା ମୁଁ କରିନି, ମୁଁ ଶବ୍ଦ ନୁହଁ, ଏଟା ହଉଛି ଓଡ଼ିଶାର ଡିଜାଇନ। ମୁଖ୍ୟତଃ ଏଥିରେ କଣ୍ଟ୍ରିବ୍ୟୁସନ ହଉଛି ରାଜ୍ୟ ସରକାର ଏବଂ ଆଇଏନ୍ଏଫଆର ଡିପାର୍ଟମେଣ୍ଟର ଟୋଟାଲି ସେକ୍ରେଟାରୀ ସାର୍, ଡାଇରେକ୍ଟର ସାର୍, ପୂର୍ବୀ ସାର୍, ଆପଣଙ୍କର ହର ଭାଇ, ସେ ଆପଣଙ୍କର ଦୀପକ ସାର୍, ଆଉ ନିହାର ସାର୍, ସମସ୍ତଙ୍କର। ଆଉ ଏପଟେ ବି ଆମ ଆର୍ଟ ଫିଲ୍ଡରେ ଦେଖିବାକୁ ଗଲେ ଏପଟେ ଗଜେନ୍ଦ୍ର ସାର୍, ମୁଁ, ମାନସ, ଆଉ ଟିଙ୍କୁ ଭାଇ, ସେ ପ୍ରତାପ, ସଂଗ୍ରାମ ମହାରଣା, ସମସ୍ତଙ୍କର କଣ୍ଟ୍ରିବ୍ୟୁସନ ଅଛି। ଏଟା ଏକୁଟିଆ ମୁଁ କରିନି। ପାଞ୍ଚ ଥର ମିଟିଂ ହେଲା ଏମଓଡିରେ, ମିନିଷ୍ଟର ଅଫ ଡିଫେନ୍ସ। ଆମେ ଏଥର ପାସ୍ କରିଛେ, ଡିଜାଇନକୁ ଦେଖିକି ପାସ୍ କରିଛେ। ଥିମ୍ଟା କ'ଣ? ସଏଲ ଟୁ ସିଲିକନ। କ'ଣ ସ୍ଥାନ ଦେଇଛନ୍ତି ଆପଣ? ସେଟା ଯାହା ଦେଇଛି ସେଟା ଡାଇରେକ୍ଟର ସାର୍ ଆଉ ସମସ୍ତେ ଆପଣ ଜାଣିଛନ୍ତି। ସରପ୍ରାଇଜ ତ ଦେବା ଆମେ ଜାନୁଆରୀ 26କୁ। ଏଥିରେ ହଉଛି କୋରାପୁଟ କଫିରୁ ସେମି କଣ୍ଡକ୍ଟର ଦିଟା ଯାକ ଦେଖି ଯାଉଛି। କୋରାପୁଟ କଫି ସ୍ଥାନ ପାଇଛି। ଓଡ଼ିଶାରେ ହେବାକୁ ଥିବା ସେମି କଣ୍ଡକ୍ଟର ବାସ୍ ଯୋଉଟା ବିକଶିତ ଭାରତ ଆଉ ବିକଶିତ ଓଡ଼ିଶାର କଥା ବହନ କରିବ ଏଥର ପ୍ରଜ୍ଞାପନ ମେଢ଼। ଭଲ ହବ। ଓଡ଼ିଶାର କଳା ଐତିହ୍ୟ ସଂସ୍କୃତି ସବୁ ଯେମିତି ରଖିବା କଥା ସେଟା ଦିଆହେଇଛି। ଖାଲି ମୁଁ ସେଇ କ'ଣ ଦିଆହେଇଛି ହେଲେ ସେ ମଡେଲଟା ସେମାନେ ଆପଣ ତ ଫଟୋ ଦେଖେଇଛନ୍ତି। ଆଉ ସେ ଫଟୋଟା ଅଛି, ବଟ୍ ଆମ ପାଖେ ଏବେ ନାହିଁ। ଆମେ ସେଟା ଦିଲ୍ଲୀରେ କିଣି ମଡେଲଟା ରଖିଦେଇକି ଆସିଛୁ। କାରଣ ଆମେ ସେଠି ଯାଇକି ଯୋଉ ଆସେମ୍ବଲି କରୁ ସେ ଭିତରେ কোনো ମୋବାଇଲ ଆଲାଉ ନାହିଁ। କୋଣାର୍କ ଚକ ନିଶ୍ଚିତ ସ୍ଥାନ ପାଇଛି। ଆପଣ କେମିତି ଏସବୁ ଜିନିଷ ପାଇଲେ? ନା ମୁଁ ଦେଇଛି ନା କିଏ ଦେଇଛି? ଆପଣ କୋଉଠୁ ପାଇଲେ? କହୁନାହାନ୍ତି। ସେଟା ସବୁ ତକ କ୍ଲୋଜ ହବ। ଏଇଟା ଖାଲି ଟିକେ ନାକୁ ନୂଆ ଗୋଟେ ସଙ୍ଗୀତ ସଂରଚନା କରାହେଇଛି ଓଡ଼ିଆ ଘୋଡ଼ା ନାଚ ଷ୍ଟାଇଲରେ। ହବ, ଯାହା ବି ହବ। ଆପଣ ମାନେ ହେଇଛି ନା? ଦେଖ ଏବେ କହିଲେ ଜାନୁଆରୀ 26ଟା ଆପଣଙ୍କୁ ଡ୍ରାଇ ଲାଗିବ। ତ ସେଇ ଜାନୁଆରୀ 26 ଦିନ ଏମିତି କହିବା ଲୋକ ଯେମିତି ଚାତକ ପରି ଅନେକ ରହିଥିବେ ଜାନୁଆରୀ 26ରେ କ'ଣ ହେଇଛି, କ'ଣ ଟିକେ ହିଣ୍ଟ। ନାଇଁ ଏବେ ହିଣ୍ଟ ସେ ଦବାନି। କାହିଁ କହିଲେ ଦେଲେ ଦେଖନ୍ତୁ ଯୋଉ ଏକ୍ସାଇଟମେଣ୍ଟ କହିଦେଲେ କୋରାପୁଟ କଫି, ଯେହେତୁ ସେଇ ଗୋଟା ହିଁ କନସେପ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରାପୁଟ କଫିକୁ କହିଥିଲେ ପ୍ରଶଂସା ସେମି କଣ୍ଡକ୍ଟର ତା ସହିତ କଳା ସଂସ୍କୃତି ସେଟା ସବୁ ତ ହେଇକି ଅଛି। ସେଟା ଆମେ ଜାନୁଆରୀ 26 ଦିନ ଦେଖିଲେ କେତେ ସୁନ୍ଦର ଲାଗିବ। କେତେ ଜଣ କଳାକାର ଲାଗିଛନ୍ତି ଯୋଉ ମଡେଲଟା ତିଆରି କରିବାକୁ? ଆପଣ ଭାବନ୍ତୁ, ମାନେ 30 ମଡେଲଟା ଏଡ଼ିକିଟେ ମଡେଲ 30 ଜଣ ଲାଗିଛି ମିନିମମ୍। ବଡ ମଡେଲ କରିବେ, ମଡେଲ ପାଇଁ ଯିବେ ତଥାପି 50-60 ଜଣ ଖଣ୍ଡେ ଯିବେ କାମ କରିବା। କେବେଠୁ କାମ ଆରମ୍ଭ ହେଉଛି? କାମ କଥାଟା ଏବେ ନାହିଁ, ଏବେ ଜଷ୍ଟ ଲେଟର ଆସିଛି। ଆମେ ସବୁ ତକ ଏବେ ସେଇ ବିଷୟରେ ଡିସ୍କସନ କରୁଛୁ। ଦିଲ୍ଲୀ ଆପଣ ଆମ ସାର୍ଙ୍କ ସହିତ କଥା ହେଇକି ଦିଲ୍ଲୀ ଆପଣ କେବେ ଯାଇକି କାମ ଆରମ୍ଭ କରିବେ? ସେ କଥା ରୁହନ୍ତୁ। ଏଇଟା ପ୍ରଥମେ ବହୁତ ଗୁଡେ ଅଛି ପାରାଫର୍ନାଲିଆ, ମେଡିକାଲ ସାର୍ଟିଫିକେଟ, ଇଏ ସାର୍ଟିଫିକେଟ ବହୁତ ସାରା ଅଛି। ସାର୍ଙ୍କ ସାଙ୍ଗେ କଥା ହେଇସାରିଲା ପରେ ସମସ୍ତେ ଡିସିସନ ନେଲା ପରେ ତାପରେ ଆଗେଇ ଯିବେ। ଯାହା ଶୁଣିବାକୁ ମିଳୁଛି କଳା ସଂସ୍କୃତି, କୋଣାର୍କର ଚକ, କୋଣାର୍କ ମନ୍ଦିର, ଓଡ଼ିଶାର ଲୋକ ସଂସ୍କୃତି, ଲୋକକଳା, ଘୋଡ଼ା ନାଚ, ଘୋଡ଼ା ସଙ୍ଗୀତ ଏମିତି ସ୍ଥାନ ପାଇଛି। ସେଗୁଡ଼ା ସେଇଦିନ ଦେଖିବା, ମୁଁ ଏଇନା କହିବିନି। ସେଇଦିନ ଦେଖିବା। ଦେଖନ୍ତୁ ଏଇଟା ହଉଛି କନଫିଡେନ୍ସିଆଲ କଥା, କିଛି ନାହିଁ। ଏଟା କିଛି ଇଏ ନାହିଁ, କାରଣ ଏଇଟା ରାଜ୍ୟର ଜିନିଷଟା ସେଠି ହଉଛି, ପ୍ରତିନିଧିତ୍ୱ ହଉଛି। ତ ସେଟା ହଉଛି କ'ଣ, ଆମର ଗାର୍ଡିଆନ ହିଁ ତାକୁ ସେଟାକୁ ଆପଣଙ୍କ ଆଗରେ ଡିସକ୍ଲୋଜ କରିବେ। 2024ରେ ପ୍ରଥମ ସ୍ଥାନ ପାଇଥିଲେ ଆପଣ, ତାଙ୍କର ଥିଲେ ନେପଥ୍ୟ ନାୟକ। 25 ପୁରସ୍କାର, ଗାଡିଟା ଚାଲିବାଟା ହିଁ ପୁରସ୍କାର। କାରଣ ରାଜ୍ୟରୁ ଗୋଟେ ଜିନିଷଟା ଯିବା ହିଁ ଗୋଟେ ପୁରସ୍କାର। ବାକି ପୁରସ୍କାର ପାଇବା, ଟ୍ରଫି, ସେଟା ହଁ ଆମେ ଚେଷ୍ଟା କରିବା ଯେ ଭଲ କାମ କରିବା ପାଇଁ। ଟ୍ରଫିଟା ହଉଛି କ'ଣ କି ସେଇଦିନ ହିଁ ଲୋକମାନେ ହିଁ ଟ୍ରଫି ତମକୁ ଦେବେ। ଅନ୍ୟ ଲୋକଠୁ ଦିଅନ୍ତୁ କି ନ ଦିଅନ୍ତୁ ସେଟା କିଛି ମ୍ୟାଟର ନାହିଁ। ଗୋଟେ ଗାଡିଟା ଗୋଟେ କର୍ତ୍ତବ୍ୟ ପଥରେ, ଓଡ଼ିଶାଟା ଗୋଟେ ଗାଡିରେ, ଓଡ଼ିଶାର କଳା ସଂସ୍କୃତି ଗୋଟେ ଗାଡିରେ ଯାଉଛି, ସେଟା ଆମ ପାଇଁ ଗର୍ବ। ଆଉ ସେଟା ହିଁ ପୁରସ୍କାର ମାନେ ନୁହଁ ଯେ ଟ୍ରଫି। ଯେହେତୁ 17ଟା ରାଜ୍ୟର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଏ, ତା ଭିତରେ ଓଡ଼ିଶାର ଏଥର ଓଡ଼ିଶାର ଯୋଉ ସ୍ଥାନ ମିଳିଛି
ओडिशा 1 नंबर स्थान आशा करवा ओडिशावासी देखिए विश्व जी भी परीक्षाटा दिए सी सब कह मु फेल भी कौन हम पास हवा पास आमे टॉपर तो आमे माने इच्छा समस्त थाए जी भी हो जी भी कौन सी लोकर मन न था कि मु हारिबे हारिकी आमे प्रयास करवा आमे चेष्टा करवा आमर जिते प्रोग्राम मेढ़टी जीव गला माने से जो ऑडियंस माने बसी थे ओडिशावासी माने देखीदेले सेटा हूँ आम मान ट्रफी आ कौन दरकार ट्रफी